ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ସ୍ୱାମୀ ସ୍ତ୍ରୀଙ୍କର ଜୀବନକୁ ବର୍ବାଦ କରିଥାଏ କେଉଁ 4ଟି କଥା। ଯଦି ଆପଣ ବିବାହିତ ତେବେ এই କଥାଗୁଡ଼ିକ ଜାଣି ରଖନ୍ତୁ। ଆଚାର୍ଯ୍ୟ ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣାଯାଉଥିଲେ। ତାଙ୍କର ଜୀବନ ବହୁତ ସାଦାସିଧା ଥିଲା। ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ହିଁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି। ଯଦି ଆପଣ ସେହି ନୀତିଗୁଡ଼ିକୁ ପାଳନ କରୁଛନ୍ତି, ତେବେ ଆପଣ ନିଜ ଜୀବନରେ ସଫଳ ହୋଇପାରିବେ। ସ୍ୱାମୀ ସ୍ତ୍ରୀଙ୍କୁ ସୁଖ ଦୁଃଖର ସାଥୀ ବୋଲି କୁହାଯାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଶ୍ୱାସ ରହିବା ନିହାତି ଭାବରେ ଆବଶ୍ୟକ। ଆଚାର୍ଯ୍ୟ ଚାଣକ୍ୟ ନୀତିରେ କିଛି ଏମିତି କଥା କହିଛନ୍ତି ଯେଉଁଥିରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ଫାଟକ ଆସିଯାଇଥାଏ। ସ୍ୱାମୀ ସ୍ତ୍ରୀ ଦୁଃଖରେ ସାଥୀ ହୋଇଥାନ୍ତି। ସ୍ତ୍ରୀଙ୍କ ମାମଲାରେ ସ୍ୱାମୀ ଏବଂ ସ୍ୱାମୀଙ୍କ ମାମଲାରେ ସ୍ତ୍ରୀ ଦଖଲ ଦେଇପାରିବେ। ଏହା ଦୁଇ ଜଣଙ୍କର ଅଧିକାର ଅଟେ। କିନ୍ତୁ ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କାହାକୁ ବି ଏହି ଦଖଲ ଅନ୍ଦାଜି ପସନ୍ଦ ଆସେ ନାହିଁ ଓ ଯଦି ତାଙ୍କୁ ଲାଗିଥାଏ କି ଏହା ତାଙ୍କର ଅଲଗା ଜୀବନ ଅଟେ, ତେବେ ଏମିତିରେ ବିବାହ ଭାଙ୍ଗିବାର ସମ୍ଭାବନା ବଢ଼ିଯାଇଥାଏ। ସ୍ୱାମୀ ସ୍ତ୍ରୀ ନିଜର ସମସ୍ତ କଥାକୁ ପରସ୍ପର ସହିତ ସେୟାର କରିବା ଉଚିତ। ନିଜର କଥା ସେୟାର କରିବା ଦ୍ୱାରା ହିଁ ସମ୍ପର୍କ ମଜବୁତ ହୋଇଥାଏ। ପରସ୍ପର ଉପରେ ବିଶ୍ୱାସ ବଢ଼ିଥାଏ। ଯେତେବେଳେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ କଥା ଲୁଚାଇବାରେ ଲାଗନ୍ତି, ତେବେ ଜାଣି ନିଅନ୍ତୁ କି ସମ୍ପର୍କ ମଧ୍ୟରେ ଫାଟକ ପଡ଼ିସାରିଛି। କୌଣସି ବି ସମ୍ପର୍କରେ ସମ୍ମାନ ରହିବା ବହୁତ ଜରୁରୀ ଅଟେ। ଯଦି ଆପଣ ପରସ୍ପରକୁ ଇଜ୍ଜତ କରୁନାହାନ୍ତି, ତେବେ ସମ୍ପର୍କ ମଧ୍ୟରେ ଜୀବନ ରୁହେ ନାହିଁ। ଯଦି କଥାରେ ଆପଣ ପରସ୍ପରକୁ ଅପମାନ କରିବାକୁ ଲାଗନ୍ତି, ତେବେ ଜାଣି ନିଅନ୍ତୁ କି ଏହି ସମ୍ପର୍କର ଅନ୍ତ ବହୁତ ଜଲଦି ହେବାର ଅଛି। କେତେ ଥର ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କ ଘର ଲୋକମାନଙ୍କର ଅପମାନ କରିବାକୁ ଲାଗନ୍ତି। ତାଙ୍କୁ ଏହିଭଳି ବିଲକୁଲ କରିବା ଉଚିତ ନୁହେଁ। ବାହାଘର ପରେ ସେମାନଙ୍କୁ ପରସ୍ପର ଘର ଲୋକମାନଙ୍କୁ ସେହିଭଳି ସମ୍ମାନ ଦେବା ଉଚିତ ଯେଉଁଭଳି ଭାବରେ ସେମାନେ ନିଜର ଘର ଲୋକମାନଙ୍କୁ ସମ୍ମାନ ଦେଇଥାନ୍ତି। ଏମିତିରେ ନିଜ ଝଗଡ଼ା ମଧ୍ୟରେ କେବେ ବି ଘର ଲୋକମାନଙ୍କୁ ଆଣନ୍ତୁ ନାହିଁ। ଏହା କରିଲେ ସମ୍ପର୍କ ଭାଙ୍ଗିବାକୁ ଲାଗେ।